ସାଙ୍ଗମାନେ ପିଲାମାନଙ୍କର ପରୀକ୍ଷା ସରିଲା। ଆଉ ଆମ ମା ମାନଙ୍କର ଚିନ୍ତା ପିଲାମାନେ ଗୋଟିଏ ଶ୍ରେଣୀରୁ ଆଉ ଗୋଟେ ଶ୍ରେଣୀକି ଯିବେ, ଆଉ କେମିତି ବହି ଖାତା ଆସିବ, ତାଙ୍କୁ ପେପର ମଡ଼ିଆଯିବ। କିନ୍ତୁ ବାବା ମାନଙ୍କର ଚିନ୍ତା କ'ଣ କହିଲେ, ଆମେ କେମିତି ଟିକେ ବୁଲିବାକୁ ଯିବା ବାହାରକୁ। ବ୍ୟାଗ୍ ପତ୍ର ରେଡି ହେଇଗଲା। ଦିନକ ପୂର୍ବରୁ ପ୍ରସ୍ତୁତି ଚାଲିଲା ମୋର କ'ଣ ନେଇକି ଯିବେ ଟ୍ରେନରେ ଖାଇବାକୁ। ଯେହେତୁ ସୋମବାର ଉପାସ ବି ଅଛି, ଅଦା କଞ୍ଚାଲଙ୍କା ଛେଚା, ଜିରା ଟିକେ ଫୁଟେଇ, ବାଦାମ ଭାଜି, ଭୃଷଙ୍ଗ ପତ୍ର ଥଣ୍ଡା ହେଲା ପରେ ଗୋଳେଇ ଦେଲି ଲୁଣ, ଆଉ କଞ୍ଚା ଚୁଡ଼ା ଆସିଥିବା ପଲିଥିନରେ ପ୍ୟାକିଂ କରିଦେଲି। ଟ୍ରେନରେ ଖାଇବେ ଆଉ ସଙ୍ଗେ ସଙ୍ଗେ ଫିଙ୍ଗିଦେବେ। ଯେତେ ଲଗେଜ କମ୍ ନେଲେ ଭଲ। ଏଇସବୁ ସ୍ନାକ୍ସ ଆସିଥିଲା ଚୁଡ଼ା ଭଜା ସାଙ୍ଗରେ ଖାଇବା ପାଇଁ। ତାପରେ ସକାଳ ହେଲା। ଗାଧେଇ ପାଧେଇ ବ୍ରଶ କରି ଆସିଲା ବେଳକୁ ହେଇଗଲାଣି 4ଟା। ପୂର୍ବ ପ୍ରସ୍ତୁତିରେ ପରିବା କାଟି ଦେଇଥିଲି, ପରିବାକୁ ଭାଜିକି ରଖିଦେଇଥିଲି। ପାଣି ଫୁଟିଗଲା ପରେ ବାସୁମତୀ ଚାଉଳକୁ ଭଲ ଭାବେ ଧୋଇ ଫାଳସଲା ଆଉ ମୁଗ ବି ଭିଜେଇ ଦେଇଥିଲି। ତାପରେ ସଙ୍ଗେ ସଙ୍ଗେ ଏକବନି କରିଦେଇଥିଲି। ଏଇସବୁ ଡିବା ରଖିଥିଲି, ବାହାରକୁ ଯିବାକୁ ହେଲେ ଦରକାର ପଡ଼େ, ଖାଇବେ ଆଉ ଡଷ୍ଟବିନରେ ଫୋପାଡ଼ି ଦେବେ। ଥଣ୍ଡା ହେଇସାରିଲା ପରେ ଏଇ ଡିବା ଭିତରେ ପ୍ୟାକିଂ କରିଦେଇଥିଲି। ସାଙ୍ଗରେ ଦେଇଦେଇଥିଲି ଦହି କାକୁଡ଼ିର ରାଇତା। ଏକବନି ସାଥିରେ ଏଇ ରାଇତା ବା ଆଳୁ ଭର୍ତ୍ତା ଯାହା ବି ଖାଇଲେ ଚଳେ। ତରକାରୀର କିଛି ଆବଶ୍ୟକତା ପଡ଼େନି। ପିଲାମାନଙ୍କୁ ଟିକେ ଉଠେଇ ଦେଇଥିଲି। ପିଲାମାନେ ବାବାଙ୍କୁ ଟାଟା କରିଦେଇଥିଲେ। ତଳକୁ ଯାଇଥିଲୁ ଛାଡ଼ିବା ପାଇଁ। ସେତେବେଳକୁ ହେଇଯାଇଥିଲା ଭୋର 5ଟା। ସିଏ ତ ବାହାରିଲେ ଭୁଟାନ, ଆଉ ମୁଁ ଗ୍ରୀନ୍ ଟି ପି ଏ ମ୍ୟାଟ୍ ଟି ପାରି ଦେଇଥିଲି। କ'ଣ ପାଇଁ କରିବାକୁ କହିଲେ,